ଯେତେବେଳେ ଚାହିଁବେ ସେ ମହିଳା ତୁମକୁ ଦେବ। ରାତିଦିନ ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଏହି ନମ୍ବର ସହିତ ତା'ର ନାମ ଲେଖି ତକିଆ ତଳେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେତେ ସୁନ୍ଦରୀ ଝିଅ ହେଇଥାଉ ବା ସୁନ୍ଦରୀ ପଡ଼ିଶା ଘର ଭାଉଜ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ ନମ୍ବର। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ମହିଳାର ନାମ ଲେଖି ତକିଆ ତଳେ ରଖିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣଙ୍କୁ ସେହି ନମ୍ବର ସହିତ ଆପଣ ଭଲ ପାଉଥିବା ଝିଅର ବା ସୁନ୍ଦରୀ ଭାଉଜର ନାମ ଲେଖି ତକିଆ ତଳେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏପଟେ ଏହି କାମ କରିବେ, ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଝିଅ ପଟେଇବା ପାଇଁ ବଶୀକରଣ ନେଇ ଆସିଛି। ନାରୀ ମୋହିନୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ମହିଳାକୁ ଅତି ସହଜରେ ନିଜ ବଶରେ କରିପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ପ୍ରୟୋଗ କରିବେନି। କାହିଁକି ନା ଏହାର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ, ହଁ ଫ୍ରେଣ୍ଡସ୍, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କର ଗୁଲାମୀ କରିବ। ଆପଣ ତାକୁ ଯାହା କହିବେ ସିଏ କରିବ। ତେଣୁ ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଆପଣମାନଙ୍କୁ ସବୁବେଳେ ଅନୁରୋଧ କି ଆପଣ ଭିଡ଼ିଓକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛନ୍ତି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିଛନ୍ତି। କେବଳ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣଙ୍କୁ ସେହି ନମ୍ବର ସହିତ ଯେଉଁ ଝିଅ ବା ମହିଳାକୁ ଆପଣ ଭଲ ପାଉଛନ୍ତି ବା ଯାହାକୁ ବଶରେ କରିବାକୁ ଚାହୁଁଛନ୍ତି, ତା'ର ନାମ ଲେଖି ତକିଆ ତଳେ ରଖିଦେବେ। ତାପରେ ଦେଖିବେ, ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜ ଆପଣଙ୍କୁ ଅଣଦେଖା କରୁଥିଲା, ଇଗ୍ନୋର କରୁଥିଲା, ସିଏ ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି ଆପଣ ନମ୍ବର ସହିତ ସେ ଝିଅ ବା ମହିଳାର ନାମ ଲେଖିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
विधिटी जानिबा पूर्वरु जदि आपण आम चैनल को नुआ आसिचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखिपारिबे आउ तार लाभ पाई परिबे। वशीकरण करिबा पूर्वरु गोटे छोटिया कथा जानि रखंतु जेतेबेले आपण काहाकू निजठारु अधिक भल पाउचंती ता बिना बंची पारिबेनी भाबुचंती सेतेबेले आपण वशीकरण करि परिबे। जदि केउ लोक बिना कारण रे आपनको हैरान करूची आपणकर घर परिवार उपरे खराब नजर पकाउची एही परी परिस्थिति रे आपण वशीकरण करि परिबे। काहेकि ना केते थर एमिति हेइथाय कि आमर शत्रु पैसा रे आउ शक्ति रे आमठारु बलवान हेइथाय आउ आमे चाहिकी भी तार किछि करि पारु नाहु। एही परी परिस्थिति रे आपण वशीकरण करि परिबे। निज शत्रु को हाथ मुठारे रखि परिबे। सुंदरी रु सुंदरी झियो को अति सहजरे पटेई परिबे। पड़िशा घर भाउज ठारू निजर मन मुताबक काम हासिल करि परिबे। किंतु एही वशीकरण आपण भाबिचिंती कि प्रयोग करिबे। तेबे चालंतु जानिबा एही वशीकरण आपण किपरि करिबे। मन रखंतु एही वशीकरण करिबा पई आपणको कोनोसी प्रकार सामग्रीर आवश्यक नाही किंबा किछि भी पैसा खर्च करबाकू पड़िबनी। केवल खंडे साधा कागज आनिबे आउ कला रंगर कलम आनिबे जहाद्वारा आपण एही वशीकरण करि परिबे। प्रथमे आपण कोन करिबे खंडे कागज आउ कला कलम आनि सारिबा परे हाथ गोड़ धोईकी सफा वस्त्र पिंधिकी एही वशीकरण आरंभ करिबे। मन रखंतु एही वशीकरण विधि को आपण शुक्रवार दिन करिबे। राति रे सोईबा पूर्वरु करिबे। निजर सोईबा घरे बा सोईबा रूम रे आपण एही वशीकरण करि परिबे। प्रथमे आपण कोन करिबे दक्षिण दिग को मुह करके बसी पड़िबे जेउठारे आपण को केही देखिबेनी किंबा डाकिबेनी। तापरे कागज रे से झियो बा महिलार नाम लिखिबे आउ ता पाखरे निजर नाम लिखिबे। देखंतु मनेकर आपण जेउ झियो बा महिला को बसरे करिबा को चाहुचंती तार नाम हेउची लिपि आउ आपणकर नाम राजा। तेबे आपण प्रथमे लिखिबे लिपि ता पाखरे लिखिबे राजा। नाम लिखि सारिबा परे ता तळे आपण नंबर लिखिबे 786 आउ ता तळे आपण मुस्लिम वशीकरण मंत्र लिखिबे या अल्लाह ला इला रफियो एही मंत्र लिखिबे। मंत्र लिखि सारिबा परे से कागज को भल भाबरे मोड़िकी डाहाण हाथरे मुठेईकी धरिबे आउ आखि बंद करिकी सेई झियो बा नारी को मने मने भाबिबे। तार मुह को निज मनरे भाबिबे। तापरे मुस्लिम मंत्र को 7 थर पढ़िबे या अल्लाह ला इला रफियो या अल्लाह ला इला रफियो। एही परी मंत्र को 7 थर पढ़िबे। 7 थर मंत्र पढ़ी सारिबा परे मुठा खोलिबे आउ से कागज रे गोटिए थर फुंकी देबे। एतिकी करि सारिबा परे से कागज को निजर तकिया तले रखिकी सोई पड़िबे। ग्यारंटी देउची जे पर्यंत आपणक तकिया तले से कागज थिबो से झियो हेउ बा महिला आपणकर बसरे रहिबो। धन्यवाद।